ଦେଖନ୍ତୁ ଆସିଗଲା ଅନ୍ତୋଦୟ ଗୃହ ଯୋଜନାର ଆପ୍ଲାଏ ଫର୍ମ ବା ଆମେ କହିପାରିବା ଆବେଦନ ପତ୍ର। ତେବେ ଏହି ଫର୍ମକୁ କେମିତି ଡାଉନଲୋଡ୍ କରିବେ ଭିଡିଓରେ ଜାଣିବା। ତା ଛଡ଼ା ଏହି ଫର୍ମକୁ କେଉଁଠି ଡିପୋଜିଟ୍ କରିବେ, ସବୁଠାରୁ ବଡ଼ କଥା ଏହାକୁ ଘର ପାଇବା ପାଇଁ କେଉଁମାନେ ଏଲିଜିବଲ୍ ବା କେଉଁମାନେ ଏଥିରେ ଆବେଦନ କରିପାରିବେ, ଯାହା ଆମେ ଭିଡିଓରେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଷ୍ଟେପ୍ ବାଇ ଷ୍ଟେପ୍ ମୁଁ ଆପଣଙ୍କୁ ଜଣେଇବି, ଯାହାକି ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଆପଣମାନେ ମଧ୍ୟ ଚାହିଁଲେ ଏଥିରେ ଆବେଦନ କରିପାରିବେ। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତ ପ୍ରଥମେ ଆମେ ଜାଣିବା ଆପଣ ଫର୍ମକୁ କେମିତି ଡାଉନଲୋଡ୍ କରିପାରିବେ। ତାପରେ ମୁଁ ଆପଣଙ୍କୁ ଦେଖାଉଛି କେଉଁଠି ଡିପୋଜିଟ୍ କରିବେ ବା କେଉଁମାନେ ଏଲିଜିବଲ୍ ହେବେ। ତ ଆପଣ ଯେକୌଣସି ବ୍ରାଉଜର ଓପନ୍ କରିବେ, ମୁଁ କ୍ରୋମ୍ ବ୍ରାଉଜର ଓପନ୍ କରିଛି। ଗୁଗଲରେ RH ଓଡ଼ିଶା ଲେଖିକି ସର୍ଚ୍ଚ କରିବେ। ତଳକୁ ସ୍କ୍ରୋଲ୍ କରିବେ, ଦେଖନ୍ତୁ rhodisha.gov.in ଏକ ୱେବସାଇଟ୍ ରହିଛି, ବାସ୍ ତାରି ଉପରେ କ୍ଲିକ୍ କରିବେ। ଏବେ ଏଇଠି ତାର ଅଫିସିଆଲ ୱେବସାଇଟ୍ ଓପନ୍ ହେବ। ଯେମିତି ଦେଖନ୍ତୁ ଓପନ୍ ହେବା ପରେ ତାପରେ କ'ଣ ରହିଛି ପ୍ରୋସେସ୍ ମୁଁ ଆପଣଙ୍କୁ ଜଣାଉଛି। ଦେଖନ୍ତୁ ଟିକେ ନେଟ୍ ସ୍ଲୋ ଅଛି, ସେଥିପାଇଁ ଏମିତି ସ୍ଲୋ ହେଉଛି। ବେଳେବେଳେ ମଧ୍ୟ ସର୍ଭର ବି ଡାଉନ୍ ରହିଥାଇପାରେ। ତ ତଳକୁ ସ୍କ୍ରୋଲ୍ କରିବେ। ଏବେ ଦେଖନ୍ତୁ PMAYG ନୂତନ ସର୍ଭେ, ଯୋଉଟାକି ଯେଉଁ ଆବାସ ଯୋଜନାର ସର୍ଭେ ଚାଲିଛି ତା ଉପରେ ଅପଡେଟ୍ ରହିଛି। ତଳକୁ ଦେଖନ୍ତୁ ସ୍କ୍ରୋଲ୍ କଲା ପରେ ଅନ୍ତୋଦୟ ଗୃହ ଯୋଜନା, ଯୋଉଟାକି ଆମେ ଦେଖିବା। ତାପରେ ଦେଖନ୍ତୁ ଗୃହର କାର୍ଯ୍ୟାଦେଶ, ଯାହାକୁ ଘର ମିଳିଲା କି ନାହିଁ ତ ତାରି ଉପରେ କ୍ଲିକ୍ କରିକି ତାର ଆଧାର ନମ୍ବର ଜରିଆରେ ଆପଣ ମଧ୍ୟ ୱାର୍କ ଅର୍ଡର ଚେକ୍ କରିପାରିବେ। ଏବେ ଯେଉଁ ଆମେ ଅନ୍ତୋଦୟ ଗୃହ ଯୋଜନା ଅଛି ତାରି ଉପରେ କ୍ଲିକ୍ କରିବା। ଦେଖନ୍ତୁ ଆପଣଙ୍କ ସାମ୍ନାରେ ତାର ପୋର୍ଟାଲ ଆସିବ, ଯୋଉଥିରେ କି ଆମେ ଫର୍ମକୁ ମଧ୍ୟ ଡାଉନଲୋଡ୍ କରିପାରିବା। ପ୍ଲସ୍ କେଉଁମାନେ ଏଲିଜିବଲ୍ ତା ମଧ୍ୟ ମୁଁ ଆପଣମାନଙ୍କୁ ବି ଜଣାଉଛି। ଖୋଲିଯା। ଓକେ, ସର୍ଭର ବୋଧେ ସ୍ଲୋ ଅଛି। ଦେଖନ୍ତୁ ତାପରେ ଆପଣଙ୍କ ସାମনে ଏମିତି କିଛି ଓପନ୍ ହେବା ପରେ ତଳକୁ ସ୍କ୍ରୋଲ୍ କରିବେ। ଏଠି ଦେଖନ୍ତୁ ଅଧିକ ଜାଣିବା ପାଇଁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଟୋଲ୍ ଫ୍ରି ନମ୍ବର, ଆପଣ ଯେଉଁ ନମ୍ବର ଦେଖୁଛନ୍ତି ନମ୍ବରରେ କଣ୍ଟାକ୍ଟ କରିପାରିବେ। ଏବେ ଦେଖନ୍ତୁ ଆବେଦନ ପତ୍ର ବା ଯୋଉଟାକି ଆପ୍ଲିକେସନ ଫର୍ମ ଡାଉନଲୋଡ୍ ରହିଛି, ଡାଉନଲୋଡ୍ କରିବେ। ତାପରେ ଦେଖନ୍ତୁ ତଳେ ରହିଛି ନିର୍ଦ୍ଦେଶାବଳୀ, ଯୋଉଟାକି ତାର ଗାଇଡଲାଇନ୍ ବିଷୟ ଜାଣିବା ପାଇଁ ହେଲେ ଡାଉନଲୋଡ୍ କରିବେ। କିନ୍ତୁ ଆମେ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିବା, ମୁଁ ତାରି ଉପରେ କ୍ଲିକ୍ କଲି। ଏବେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଇଏ ଡାଉନଲୋଡ୍ କରିବା ପାଇଁ କହୁଛି, ତ ମୁଁ ଡାଉନଲୋଡ୍ କରୁଛି। ଏବେ ଦେଖନ୍ତୁ ସେ ଫର୍ମ ଅଲରେଡି ଡାଉନଲୋଡ୍ ହେଇଛି, ଯାହାକି ଅନ୍ତୋଦୟ ଗୃହ ଯୋଜନା ଆବେଦନ ପତ୍ର। ଦେଖନ୍ତୁ ଆବେଦନକାରୀଙ୍କ ନାମ ଆଧାର ଅନୁଯାୟୀ, ଯାହାର ନାମରେ ଆପ୍ଲାଏ କରିବେ ତାଙ୍କ ନାମ ଆଧାର ଅନୁଯାୟୀ ଦେବେ। ପିତା ବା ସ୍ୱାମୀଙ୍କ ନାମ ଆଧାର ଅନୁଯାୟୀ ଦେବେ। ଗ୍ରାମ, ଗ୍ରାମ ପଞ୍ଚାୟତ, ବ୍ଲକ, ଜିଲ୍ଲା, ଆଧାର ନମ୍ବର, ମୋବାଇଲ ନମ୍ବର, ଲିଙ୍ଗ, ତାପରେ ସାମାଜିକ ବର୍ଗ SC ST, ଏ ସବୁ ମଧ୍ୟ ଆପଣଙ୍କୁ ଠିକ୍ ଠିକ୍ ଯାହା ବି ଦେଇଛି ସବୁ ଆପଣଙ୍କୁ ଏକଦମ ଫିଲ୍ଅପ୍ କରିବାକୁ ପଡ଼ିବ। ଏବେ କଥା ଉଠୁଛି ଏହାକୁ କେଉଁମାନେ ଆବେଦନ କରିପାରିବେ। ଦେଖନ୍ତୁ ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଭିନ୍ନକ୍ଷମ, ବିଧବା, ଦୁରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘର ପଡ଼ିଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ। ଏଥିପାଇଁ ଅନଲାଇନ୍ ଆବେଦନ ଖୋଲିବ, ଯାହାକି ମାର୍ଚ୍ଚ 30ରୁ। ତା ଛଡ଼ା ଫୋନ୍ ନମ୍ବର, ଯେମିତିକି ନମ୍ବର ମୁଁ ଆପଣଙ୍କୁ ଦେଖାଇଥିଲି, ସେ ନମ୍ବରରେ କଣ୍ଟାକ୍ଟ କରି ଅଧିକ ଡିଟେଲ ଜାଣିପାରିବେ। ଏବଂ ୱେବ୍ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟର ବିଡିଓଙ୍କ ମାଧ୍ୟମରେ ପଞ୍ଜୀକୃତ କରିପାରିବେ, ଯାହାକି ଆପଣ ଏ ଫର୍ମକୁ ଫିଲ୍ଅପ୍ କରିକି ବିଡିଓଙ୍କ ଦ୍ୱାରା ମଧ୍ୟ ଦେଇପାରିବେ। ଏମିତିକି ଅନଲାଇନ୍ରେ ଆପ୍ଲାଏ କରିପାରିବେ ମାର୍ଚ୍ଚ 30ରୁ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।